କିଛି ଜଳ ବିଷୟରେ ମତାମତ ନେବାକୁ ଚାହୁଁଛି। ସାର୍ ଆପଣଙ୍କ ନାଁଟା କ'ଣ? ମୋ ନାଁ ହେଉଛି ସଦ୍ଗୁଣ ସାହୁ। ମୁଁ ପ୍ରବିଦ୍ର ବିଜ୍ଞାନ କେନ୍ଦ୍ରରେ ଶିକ୍ଷକତା କରୁଛି। ଆଉ ଆଜିକୁ ପ୍ରାୟ 13 ବର୍ଷ ହେଲାଣି ମୁଁ ଏଇ ସ୍କୁଲରେ ଅଛି। ଆଉ କ'ଣ ଜାଣିବା ପାଇଁ ଚାହୁଁଛ ମୋତେ ପଚାର, ମୁଁ କହିବି। ପାଣି ବିଷୟରେ କ'ଣ କହିବି? ପାଣି ତ ହେଉଛି, ପାଣି ମାନେ ଜୀବନ, ଜଳର ଅନ୍ୟ ନାମ ହେଉଛି ଜୀବନ। କିନ୍ତୁ ବର୍ତ୍ତମାନ ଜଳ କେମିତି ପ୍ରଦୂଷିତ ହେଉଛି, କିମ୍ବା ଆମେ ଯେଉଁ ଜଳ ପିଇବା ପାଇଁ ଯେଉଁ ବ୍ୟବହାର କରୁଛୁ ସେ ଜଳ କେମିତି ପ୍ରଦୂଷିତ ହୋଇକରି ଆମର କ୍ଷତି କରୁଛି ଆପଣମାନେ ସବୁ ଜାଣିଥିବେ। ତେଣୁ ତାକୁ ଯଦି ନିରାକରଣ କରିବା ପାଇଁ ହେଲେ, ଯେହେତୁ ଏମାନେ ସବୁ ପିଲା ଅଛ, ଏମାନେ ସବୁ ଆଗାମୀ ତାଙ୍କ ଭବିଷ୍ୟତ, ତେଣୁ ତୁମକୁ ଏଥିପ୍ରତି ସଜାଗ ସଚେତନ ହେଇକରି ଆଗକୁ ବଢ଼ିବା ପାଇଁ ପଡ଼ିବ। ତେଣୁ ତୁମେମାନେ ହେଉଛ ଯେହେତୁ ଆଗାମୀ ପିଢ଼ିର ଭବିଷ୍ୟତ, ତେଣୁ ତୁମେ ଯଦି ଚାହିଁବ ତାହେଲେ ଏଇ ପାଣି ବିଷୟରେ ସମସ୍ତଙ୍କ ଭିତରେ ଗୋଟେ ସଚେତନତା ସୃଷ୍ଟି କରିପାରିବ। ଆଉ ସମସ୍ତଙ୍କୁ ବୁଝେଇ ଦେଇପାରିବ ଯେ ଜଳ ହେଉଛି ଜୀବନ। ଆଉ ଏଇ ଯେଉଁ ଜଳ ବର୍ତ୍ତମାନ ମାନେ ସମସ୍ୟା ଦେଉଛି, ଯେଉଁଟାକି ମାନେ ଗୋଟେ ରୋଗର କାରଣ ହୋଇଯାଇଛି, ସେଇଟା କାହିଁକି ହେଉଛି ସେ ବିଷୟରେ ମୋ ଅପେକ୍ଷା ତୁମେ ବେଶୀ ଜାଣିପାରିବ। କାରଣ ସାଇନ୍ସ ପାଠ ପଢ଼ୁଛ। ଆଉ ଜଳ କେମିତି ଦୂଷିତ ହେଉଛି ଏବଂ କେଉଁଠି କି ପ୍ରକାର ଜଳ ମିଳୁଛି, ଆଉ ତାକୁ କେମିତି ନେଇକି ଆମେ କି ପ୍ରକାର ଉପଯୋଗ କରିପାରିବା, ସେ ବିଷୟରେ ମୁଁ ଭାବୁଛି ତୁମେ ଅଧିକ ଜାଣିଛ। ପାଣିର କ୍ୱାଲିଟି କହିଲେ କ'ଣ, ମାନେ ବର୍ତ୍ତମାନ ଯେଉଁ ଆମେ ପାଣି ପିଉଛୁ, ଆଗରୁ ତ କିଛି ନଥିଲା, ଆକ୍ୱାଗାର୍ଡ କୌଣସି ଇଏ ନଥିଲା। ଆମେ ଯେତେବେଳେ ଜନ୍ମ ହେଇଥିଲୁ ସେତେବେଳେ ଆକ୍ୱାଗାର୍ଡ କ'ଣ ଆମେ ଶୁଣିନଥିଲୁ କି ଲାଗିନଥିଲୁ। ବିଜ୍ଞାନର ଡେଭଲପମେଣ୍ଟ ହେଲା, ଧୀରେ ଧୀରେ ଲୋକମାନେ ସ୍ୱଚ୍ଛ ପାଣି ପିଇବା ପାଇଁ ବ୍ୟବହାର କରିବା ପାଇଁ ସେମାନେ ଚାହିଁଲେ। ସେଥିପାଇଁ ଆକ୍ୱାଗାର୍ଡ ପାଣି ସବୁ ବର୍ତ୍ତମାନ ଘରେ ଘରେ ସବୁ ଆକ୍ୱାଗାର୍ଡ ଅଛି ନା ନାହିଁ। ଆମେ ଭାବୁଛୁ ସବୁ ଶୁଦ୍ଧ ପାଣି ପାଉଛୁ ସତ, କିନ୍ତୁ ବାସ୍ତବିକ କ୍ଷେତ୍ରରେ ଆମେ ଦେଖିବାକୁ ଗଲେ ଜଳରେ ଯେଉଁ ଉପାଦାନ ଅଛି ସେଇଟାକ ଯେଉଁ ପ୍ୟୁରିଫାଇ କରିଦେଉଛି ଆକ୍ୱାଗାର୍ଡରେ, ପ୍ୟୁରିଫାଇ କରିଦେଲା ଫଳରେ କ'ଣ ହେଉଛି, ମାନେ ତା'ର ଯେଉଁ ଜିନିଷଟାକ ଆମ ଦେହ ପାଇଁ ଯେଉଁଟା ହିତକାରୀ ଯେଉଁ ଜିନିଷଟାକ, ମୁଁ ଭାବୁଛି ସେଇଟା ଆମର ସଟେଜ ହେଉଛି ସବୁ। ତୁମେ ଜାଣିଥିବ ବର୍ତ୍ତମାନ ଆମେ ଯେଉଁ ଆକ୍ୱାଗାର୍ଡ ଲଗାଉଛୁ ସେଇଟାକ ବିଭିନ୍ନ ପ୍ରକାର ଗ୍ରେଡେସନ୍ ଦେଇକି ତାକୁ ବିଭିନ୍ନ ପ୍ରକାର ମାନେ ଇନଗ୍ରେଡ଼ିଏଣ୍ଟସ୍ ଯେଉଁଗୁଡ଼ାକ ଅଛି ତାକୁ ମାନେ କେମିତି ପ୍ୟୁରିଫାଇ କରିକି ସେ ପାଣିଟାକୁ ଦେଉଛି ନା ନାହିଁ। ତ ସେଥିପାଇଁ ଆମେ ଯେଉଁ ପାଣିଟା ସାଧାରଣତଃ ଯେତେବେଳେ ପିଉଥିଲୁ, ଆମେ ସେତେବେଳେ ମୋର ମନେ ଅଛି, ଆମେ ଯେତେବେଳେ ବିଲକୁ ଯାଉଥିଲୁ କିମ୍ବା ନଦୀକି ଯାଉଥିଲୁ, ସେଇଠି କ'ଣ ପାଣି ନେଇକି ଯାଉଥିଲୁ କି ଆମେ, ନା ବୋତଲ ଧରିକି ଯାଉଥିଲୁ। ସେଇଠି ଶୋଷ ଲାଗିଲା, ସେଇଠି ପାଣି ପିଇ ଦେଉଥିଲୁ। କିନ୍ତୁ ସେତେବେଳେ ରୋଗ ବୈରାଗ କୌଣସି ଜିନିଷ ଏତେ ହେଉନଥିଲା। କିନ୍ତୁ ଏବେ ପାଣି ଯେଉଁଠୁ ତୁମେ ପିଇବ, ଅଲଗା ଜାଗାରୁ ଯଦି ପିଇବ ବାଇ କରିବ, ଆଜି ଥଣ୍ଡା ଧରିଯାଉଛି, କାହାକୁ ମାନେ ବିଭିନ୍ନ ପ୍ରକାର ରୋଗ ଆଟାକ୍ କରୁଛି। କାରଣ ପାଣି ଯଦି ପ୍ରଦୂଷିତ ନ ହେଇଥାନ୍ତା ତାହେଲେ ଏ ଜିନିଷ ହେଇଥାନ୍ତା କାହିଁକି? ତେଣୁ ପାଣି ପ୍ରଦୂଷିତ ହେଇଛି। ଗ୍ରାମାଞ୍ଚଳରେ ପାଣି ବର୍ତ୍ତମାନ ଯଦି ଆମେ ଦେଖିବା,
ଗ୍ରାମାଞ୍ଚଳରେ ଯେଉଁ ବର୍ତ୍ତମାନ ତ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରନ୍ତି, ପାନୀୟ ଜଳ ପାଇଁ ବହୁତ ପ୍ରକାର ବ୍ୟବସ୍ଥା ହେଇଗଲାଣି। ଆଉ ଗ୍ରାମାଞ୍ଚଳରେ ବି ମଧ୍ୟ ଆଜି ଜଳର ମାନେ ବିଭିନ୍ନ ପ୍ରକାର ଅପଚୟ କରାଯାଉଛି। ମାନେ କ'ଣ, ଜଳ ମାନେ କଥାରେ ଅଛି କ'ଣ, ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ଯଦି ଜଳ ଯଦି କ୍ରାଇସିସ୍ ହେଇଯିବ ତାହେଲେ ବି ମାନେ ସୃଷ୍ଟି ଧ୍ୱଂସ ହେଇଯିବ, ଆଉ ଜଳ ଯଦି ବହୁତ ହେଇଯିବ ତାହେଲେ ବି ସୃଷ୍ଟି ଧ୍ୱଂସ ହେଇଯିବ ନା ନାହିଁ। କିନ୍ତୁ କଥା ହେଉଛି କ'ଣ, ଯେତେ ଗାଁ କଥା ଆଗେ ଗାଁ କଥା କହୁଛି, ଗ୍ରାମାଞ୍ଚଳରେ ଆମେ ଯଦି ତାକୁ ଦେଖିବା, ଆମେ ଗ୍ରାମାଞ୍ଚଳରେ ବର୍ତ୍ତମାନ ସରକାରଙ୍କର ଯେଉଁ ମାନେ ଜଳସେଚନ ପ୍ରକଳ୍ପ ହେଲା କିମ୍ବା ଯେଉଁ ବର୍ତ୍ତମାନ ଉଠା ଜଳସେଚନ ନେଇକି ସେ ଯେଉଁ ମାନେ ଗାଁରେ ଯେଉଁ ପାଣି ସପ୍ଲାଏ କରୁଛନ୍ତି, ଗାଁରେ ବର୍ତ୍ତମାନ ଦେଖନ୍ତୁ ସେ ଗାଁରେ ବହୁତ ଲୋକ ତାକୁ ମାନେ ବିଭିନ୍ନ ପ୍ରକାର ଉପାୟରେ ତାକୁ ଜଳଟାକୁ ୱାଟେଜ୍ କରୁଛନ୍ତି, ଯେଉଁଟାକି ଜଳଟା ହେଉଛି ଆମର ଗୋଟେ ଯେଉଁ ଭୂପୃଷ୍ଠ ରହିଛି, ସେ ଭୂପୃଷ୍ଠର ତା ତଳଟା ହେଉଛି ଜଳ ସ୍ତର ରହିଛି, ଜଳସ୍ତର ଉପରେ ମାଟି ରହିଛି ନା ନାହିଁ। କିନ୍ତୁ ଯେତେବେଳେ ଭୂପୃଷ୍ଠ ଯେଉଁ ମାଟି ଏଇଟା ଜଳ ଏଇଟା, ତେଣୁ ଏଇ ଗ୍ୟାପ୍ ଯେତେବେଳେ ହେଇଯାଉଛି ବିଭିନ୍ନ ପ୍ରକାର ଭୂମିକମ୍ପ ଦେଖାଯାଉଛି ନା, ଭୂମିକମ୍ପ ସୃଷ୍ଟି ହେବାର କାରଣ କ'ଣ, ଯଦି ମାଟି ତଳ ଜଳଟା ଯେତେବେଳେ ବାହାରି ପଳେଇ ଆସୁଛି ଉପରକୁ, ସେଠି ଯେଉଁ ଗ୍ୟାପ୍ ସୃଷ୍ଟି ହେଉଛି ସେଥିପାଇଁ ଭୂମିକମ୍ପ ହେଉଛି। ବିଭିନ୍ନ ପ୍ରକାର ଆଜିକାଲି ବହୁତ ଚାରିଆଡ଼େ ଭୂମିକମ୍ପ ହେବାର ସୂଚନା ହେଉଛି ଏଥିପାଇଁ। ଅବଶ୍ୟ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ାକ ଆମେ କହୁଛୁ, କିନ୍ତୁ ଏଇ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିବାର କାରଣ ହେଉଛି ହିଁ ଆମେ ଯେତିକି ଦରକାର ସେତିକି ଯଦି ଆମେ ବ୍ୟବହାର କରିବା ତାହେଲେ ଅସୁବିଧା କ'ଣ ଅଛି। ତେଣୁ ଏଇଟାକୁ ଆମକୁ ସଜାଗ ସଚେତନ ହେବାକୁ ପଡ଼ିବ ଯେ ଆମେ କେମିତି ଜଳଟାକୁ ଠିକ୍ ଭାବରେ ସଦ୍ ଉପଯୋଗ କରୁ। ଜଳର ସଦୁପଯୋଗ ଯଦି ନ କରିପାରିବୁ ତାହେଲେ ହୁଏତ ଦିନ ଆସିବ ଆମକୁ ଜଳ ବି ମିଳିବ। ଆଉ କ'ଣ ଜାଣିବାକୁ ଦେଶୀ ପାଣି ଦେଶୀ ପାଣି ଦେଶୀ ପାଣି ପାଣିଟାକୁ ଆମେ ଥଣ୍ଡା ପାଣିଟାକୁ ପିଇଦେଲା ବେଳକୁ କ'ଣ ହେଉଛି, ଗଳା ବସିଯାଉଛି, ଆମର ପାଣିଟା ଚେଞ୍ଜ ହେଇଯାଉଛି ନା ନାହିଁ। ତେଣୁ ଆମେ ବିଭିନ୍ନ ପ୍ରକାର ଫୁଟା ପାଣି ବ୍ୟବହାର କରୁଛୁ, କିଏ ମାନେ ଡକ୍ଟରମାନେ ବି କହୁଛନ୍ତି ବିଭିନ୍ନ ପ୍ରକାର ମାନେ ପାଣି ବ୍ୟବହାର କରିଥାନ୍ତି। ପାଣି ରୋଗ ମାନେ ସୃଷ୍ଟି କରିବାର କାରଣ, ପାଣି ଯଦି ଦୂଷିତ ପାଣି ଯଦି ହେବ ତାହେଲେ ସେଥିରେ ଯେଉଁ ପ୍ରକାର ଜୀବାଣୁ ରହିବେ ସେ ପ୍ରକାର ଜୀବାଣୁ ଆମ ଭିତରକୁ ମାନେ ଯିବ ଶରୀର ଭିତରକୁ ଏବଂ ସେଇ ପ୍ରକାର କ୍ରିୟା କରିବ। ତେଣୁ ପାଣି ଅନୁସାରେ ପାଣିଟା ଅବଶ୍ୟ କେତେଦୂର ସତ୍ୟ କେତେଦୂର ମିଛ ମୁଁ କହିପାରିବି, କିନ୍ତୁ ମୋ ଚିନ୍ତାଧାରା ଭିତରେ ମୁଁ ଯେତିକି ଟାଣୁଛି ଭାଇ କହୁଛି, ଯଦି ଆମେ ଥଣ୍ଡା ପାଣିଟାକ କିମ୍ବା ଉଷୁମ ଏଇ ଯେଉଁ ବିଭିନ୍ନ ପ୍ରକାର ସଂକ୍ରମିତ ହେଇଥିବା ପାଣି ଯଦି ଆମେ ପିଇବା ତାହେଲେ ଅଟୋମେଟିକ୍ ଆମେ ରୋଗରେ ପଡ଼ିବା। ଯେଉଁ ରୋଗରେ ପଡ଼ିବା ଆମ ରୋଗର ପାଣି ତ ମାନେ ଯେଉଁ କଥା ସେ କଥାଟା ନିଶ୍ଚିତ ଚେଞ୍ଜ ହେଇଯିବ। ସୁସ୍ଥ ଲୋକ ଆଉ ଅସୁସ୍ଥ ଲୋକ ଭିତରେ ତ ନିଶ୍ଚିତ ଫରକ ଅଛି ନା। ତେଣୁ ଅସୁସ୍ଥ ହେଇଗଲା ମାନେ ଆମର ତ ପାଣି ଆମର କଥା ଆମର ଇଏ ସବୁ ଚେଞ୍ଜ ହେବ। ଆଉ ସେଇ ଦୃଷ୍ଟିକୋଣରୁ କୁହାଯାଇପାରେ। ସାହିତ୍ୟିକ ଦୃଷ୍ଟିକୋଣରୁ ପାଣିର ଭୂମିକା, ସାହିତ୍ୟିକ ଦୃଷ୍ଟିକୋଣରୁ ପାଣିର ଭୂମିକା ସହିତ ମାତୃଭାଷା କଥା କହିଲେ ଚଳିବ। ସାହିତ୍ୟ ଟିଚର ମାନେ ତା ଭିତରେ ଆମର ଯେହେତୁ ଏଇଟା ଓଡ଼ିଆଟା ହେଉଛି ଆମର ମାତୃଭାଷା, ତେଣୁ ତାକୁ ମୁଁ ମାତୃଭାଷା ବୋଲି ବୁଝିବି। ତେଣୁ ମାତୃଭାଷା ତ କଥା କହିଲେ ବହୁତ କିଛି ଅଛି। ଆଉ ଯେମିତି
ମାଆଙ୍କ ପାଖରୁ ଯେଉଁ ଭାଷା ଯେଉଁ ପ୍ରଥମେ କହିଲା ଯେସୁ ପାଣି ঐଶ ପାଣି ଯେଉଁ କଥାଟା କହିଲେଣି, ଛୋଟ ଛୁଆଟାକୁ ଯଦି ଆମେ ମାନେ ବାହାର ପାଣି ଯଦି ଦେଇ ଦେଉଛୁ ତାହେଲେ ତାକୁ ବିଭିନ୍ନ ସାଙ୍ଗେ ସାଙ୍ଗେ ରିଆକ୍ଟ କରୁଛି ହେଲା। ତେଣୁ ପାଣି ଯଦି ସ୍ୱଚ୍ଛ ନ ହେଲା, ଆମର ବାଣୀ କେମିତି ସ୍ୱଚ୍ଛ ହେବ? ପାଣି ଯଦି ସ୍ୱଚ୍ଛ ନ ହେଲା, ଆମକୁ ସେ ପାଣି ଦୂଷିତ ପାଣି ପିଇଲେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେବୁ, ବିଭିନ୍ନ ପ୍ରକାର ଦେହ ଖରାପ ହେବ। ତେଣୁ ଆମର ବାଣୀ ତ ଅଟୋମେଟିକ୍ ଖରାପ ହେବ। ଦେଖନ୍ତୁ ଜଳ ହେଉଛି ଜୀବନ। ଜଳକୁ ବାଦ ଦେଇକରି ମାନେ କିଛି ବି ହେଇପାରିବନି। କାରଣ ଜଳ ଗୋଟେ ଅଛି ଆମର, ଆମେ କ୍ଲାସ୍ 8 ଗୋଟେ ବିଷୟ ଥିଲା ଜଳ ବିଷୟ ଆମେ ପଢ଼ିଥିଲୁ। ଜଳ ଯେଉଁ ଚାରିଟା ମାନେ ସୃଷ୍ଟି, ଚାରି ପ୍ରକାର ଜଳ ହେଇଛି। ତେଣୁ ଜଳକୁ କେବେ ନ କରିବ ହୀନ, ଜଳ ଯେ ଜୀବନ ସମାନ। ତେଣୁ ଜଳ ହିଁ ଜୀବନ। ଏଇଟା ଆମେ ନିଜେ ମାନେ ଜାଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଭିତରେ ମଧ୍ୟ ସଚେତନ ମନୋବୃତ୍ତି ତାଙ୍କ ଭିତରେ ଭରିଦେବା। କାରଣ ଯେହେତୁ ତୁମେ ମାନେ ଆଜିର ଶିଶୁ, କାଲିର ଭବିଷ୍ୟତ, ଆଉ ତେଣୁ ତୁମେ ସମସ୍ତଙ୍କ ଭିତରେ ନିଜେ କରିବା ସହିତ ସମସ୍ତଙ୍କୁ ଏଇ ଜ୍ଞାନ ବିତରଣ କରିବ ହେଲା କି? ଜଳ ବିନା ଏ ଜୀବନ, ଏ ସୃଷ୍ଟି ଅସମ୍ଭବ। ଏଇଆ ହେଉଛି ମୋର ଶେଷରେ କହିବାର କଥା ଯେ ଜଳକୁ ନ କରିବ ହୀନ, ଜଳ ଯେ ଜୀବନ ସମାନ।